সেটি ক ধନ୍ଦা ଚାଲିଥିଲା କି ବିଡିଓ ଅଫିସରେ ଚାମେଲିକୁ ଅସଭ୍ୟ ଭାଷାରେ ଚାମେଲିକୁ ତାର ଚରିତ୍ର ହରଣ କରିକି ମାଗିନାହାନ୍ତି। ଏମଏଲଏ ଲୁଚୁଛନ୍ତି କାହିଁକି? ଏମଏଲଏ ଲୁଚୁଛନ୍ତି, ଫେଭର ମାଗିଛନ୍ତି। ଏ ବିଡିଓ ତ ଚାମ୍ବର ଭିତରେ 15 ଜଣ କରୁଥିଲେ କଣ? ଚାମେଲିକୁ ଇଙ୍ଗିତ କରିକି ଚାମେଲିକୁ ଅସଭ୍ୟ ଭାଷାରେ ଚାମେଲିକୁ ତାର ଚରିତ୍ର ହରଣ କରିକି ବିଡିଓ କାହିଁକି ଗିରଫ କଲେ ନାହିଁ? ବିଡିଓଙ୍କର ପ୍ରେଜେନ୍ସରେ ବିଡିଓ କଣ କାର୍ଯ୍ୟାନୁଷ୍ଠାନ ନେଲେ? ବିଡିଓ ପରା ତମେ ପରା ଲୋକଙ୍କ ପାଇଁ କାମ କରିବା ପାଇଁ ଅଛ। ଭାଷା କଥାବାର୍ତ୍ତା ହଉଥିଲା ବିଡିଓଙ୍କ ଚାମ୍ବର ଭିତରେ, ଏ ସବୁ ଜିନିଷ ବିଡିଓ ଶୁଣୁଥିଲେ। ଯଦି ଏମାନେ କହୁଛନ୍ତି ଚାମେଲି ଦୁର୍ନୀତି ଖୋର, ତାହେଲେ ବିଡିଓକୁ ଧର, ବିଡିଓଟା ଚୋର। ଏଇ ଦୁର୍ଗା ନାୟକର କେଇଟା ଭଡୁଆ ଏମିତି କରୁଥିଲେ କୋଉଠି ଏଠି କୋଉଠି ଥାନାରେ ମୋବାଇଲ ଚଢାଉଥିଲେ, ବନ୍ଧା ହେଲେ ଦେଖିବା ପାଇଁ ମୁଖ୍ୟମନ୍ତ୍ରୀ କେମିତି, ମୁଖ୍ୟମନ୍ତ୍ରୀର ଛାତି ଫାଟି ଯାଉନି, ମୁଖ୍ୟମନ୍ତ୍ରୀ ବୁଡିକି ମରି ଯାଉନାହାନ୍ତି। ତାହେଲେ ଏଠି ଚୋର କିଏ? ଏଠି ଚୋର ବିଡିଓ, ଚୋର ଏଠି କିଏ? ଏଠି ଚୋର ହଉଛନ୍ତି ନିଜେ ବିଧାୟକ। କାହିଁକି ତମେ ଦଫା ଲଗାଇଥିଲ? ଯୋଉ ଦଫାରେ ପ୍ରଥମ ବେଲ ମିଳିଲାନି, ଚାମେଲି ଯେତେବେଳେ ଗଲା ପ୍ରଥମେ କୋର୍ଟକୁ, ମୁଖ୍ୟମନ୍ତ୍ରୀ ତମେ ଦେଖୁଛ ଗୋଟେ ଆଇଆଇସି ଧମକଉଛି ଗୋଟେ ମହିଳାଟାକୁ, ଜାତି ଜଣେ ସରପଞ୍ଚ, ମୁଁ ଆଇଆଇସି। ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଖବର ଗଲା, ଆରେ ଚାମେଲି ସାଙ୍ଗରେ ଲାଗନା, ଚାମେଲି ସାଙ୍ଗରେ ପଡନା, ଦୁର୍ଗା ନାୟକ ବଦମାସ। କାହିଁକି ତମେ ଦଫା କୋହଳ କଲ? ଓହୋ, ଲୋକଙ୍କର ଆକ୍ରୋଶର ଶିକାର ହେଲେ ମୁଖ୍ୟମନ୍ତ୍ରୀ। ମାଗିନାହାନ୍ତି। ଏମଏଲଏ ଲୁଚୁଛନ୍ତି କାହିଁକି? ଏମଏଲଏ ଲୁଚୁଛନ୍ତି, ଫେଭର ମାଗିଛନ୍ତି। ତାକୁ କିଛି କରିନି, କିଛି ମାଗିନି, କିଛି ଯାଇନି। ଏମଏଲଏ ଫେଭର ମାଗିନାହାନ୍ତି। ଫେଭର ସରପଞ୍ଚ କଥାବାର୍ତ୍ତା ହେବେ, ମୁଖ୍ୟମନ୍ତ୍ରୀ ସାଙ୍ଗରେ ମନ୍ତ୍ରିମଣ୍ଡଳ କଥାବାର୍ତ୍ତା ହେବେ, ସବୁ ଖୁଲାସା ହେଇଗଲା। ଦୁଃଖ ଲାଗୁଛି, ଜଣେ ବିଡିଓ ଜଣେ ସେଠି ଧନ୍ଦା ଚାଲିଥିଲା କି ବିଡିଓ ଅଫିସରେ, ଏପର୍ଯ୍ୟନ୍ତ କୈଫତ ହେବେନି।